ଆପଣ ଯେଉଁ ପଚାରିଲେ କ୍ୟାନ୍ସର ଟ୍ରିଟମେଣ୍ଟ ହୋମିଓପାଥିରେ କେମିତି ସମ୍ଭବ? ସମ୍ଭବ ହୋମିଓପାଥିରେ ହିଁ କେବଳ। ତା'ର କାରଣ ଆମେ ଯେତେ ସାରା ପେସେଣ୍ଟ ଦେଖିଲୁଣି ଆ ଭିତରେ ଏଇ ଲାଷ୍ଟ କିଛି ବର୍ଷ ଭିତରେ ମୁଁ ଦେଖୁଛି ପ୍ରୋବାବଲ୍ କଜେସ୍ ଯେତେ ବି ଆମେ ଚିନ୍ତା କରନ୍ତୁ ନା କାହିଁକି, ଯେମିତିକି ଗୁଟକା ଖାଇଲେ, ସିଗାରେଟ୍ ଟାଣିଲେ, ଏମିତି ସବୁ କୁହାହେଉଛି, ବା ଆପଣ ଦେଖିବେ ଯେ ବହୁତ ଏମିତି କ୍ୟାନ୍ସର କେସ୍ ଅଛି ଯେଉଁଠିକି ଆମେ ଗୋଟେ ଏକ୍ଜାକ୍ଟଲି କଜ୍ ପାଇବା କଷ୍ଟକର। ମୁଁ କିନ୍ତୁ ଆଉ ଟିକେ ଭିତରକୁ ଯାଇକି ଏଇଟା ଦେଖିଛି ଯେ ଆଉ ଗୋଟେ କିଛି କାରଣ ରହୁଛି ଯେଉଁଟାକି ଏ ପର୍ଯ୍ୟନ୍ତ ମେଡ଼ିକାଲ ସାଇନ୍ସ କି ଜଣାପଡ଼ି ନାହିଁ। ତାକୁ ସ୍ପିରିଚୁଆଲିଜିମ୍ରେ ପୂର୍ବଜନ୍ମର କର୍ମଫଳ କହୁଛନ୍ତି, ବା ଯାହା ବି ହଉ, କିଛି ଗୋଟେ କଜ୍ ଅଛି ଯେଉଁଟାକି ଅନନୋନ୍। ମୁଁ ତାକୁ ସବୁବେଳେ ଗୋଟେ ଏମିତି ଏକ୍ଜାମ୍ପଲ୍ ଦିଏ, ଯେମିତିକି ଧରନ୍ତୁ ଗୋଟେ ଆପଣଙ୍କର ଇଟା ଯେଉଁ ଫ୍ୟାକ୍ଟ୍ରି ଯେଉଁଥିରେ ଇଟା ତିଆରି ହେଉଛି, ସେମାନେ ସେ ଗୋଟିଏ ମେସିନ୍, ଗୋଟିଏ ଛାଞ୍ଚରେ ଇଟା ଗୁଡ଼ିକ ତିଆରି କରୁଛନ୍ତି, କିନ୍ତୁ ତା ଭିତରୁ ଦେଖିବେ ଗୁଡ଼ାଏ ଇଟା ଥିବ ଯେଉଁଥିରେ କି କେଉଁଠି କ୍ରାକ୍ ଆସିଥିବ, କେଉଁଠି ଭାଙ୍ଗି ଯାଇଥିବ, କେଉଁଠି ବହୁତ ଗୁଡ଼ା ରିଜେକ୍ଟ ଥାଏ। ତା'ର ଅର୍ଥ ଆମ ବଡ଼ି ଭିତରେ ସବୁଦିନ ନୂଆ ସେଲ୍ ତିଆରି ହେଉଛନ୍ତି, କିନ୍ତୁ ସେ ତିଆରି ପ୍ରୋସେସ୍ରେ ସବୁଗୁଡ଼ିକ ହେଲ୍ଦି ସେଲ୍ ତିଆରି ହେଉନାହାନ୍ତି। କିଛି କିଛି ଏମିତି ସେଲ୍ ତିଆରି ହେଉଛନ୍ତି ଯେଉଁଥିରେ କି ଡିଫେକ୍ଟ ଅଛି। ତା ଭିତରୁ ଆମର ବଡ଼ିର ଯେଉଁ ଇମ୍ୟୁନିଟି ସିଷ୍ଟମ୍ ଅଛି, ସିଏ ସେମାନଙ୍କୁ କ'ଣ କରୁଛି, ଡେଷ୍ଟ୍ରୟ କରିଦେଉଛି। ବହୁତ ପ୍ରକାରର ଡିଫେକ୍ଟିଭ୍ ସେଲ୍ ତିଆରି ହେଉଛନ୍ତି, ବଡ଼ି ତାକୁ ଡେଷ୍ଟ୍ରୟ କରୁଛି। କିନ୍ତୁ ବେଳେବେଳେ କିଛି ଗଳି ଛପିକି କେମିତି କିଛି ଗୋଟେ ଗୋଟେ ସେଲ୍ ରହିଯାଆନ୍ତି, ସେଗୁଡ଼ା ବଡ଼ି ଭିତରେ ବିଭିନ୍ନ ପ୍ରକାରର ଡିଜିଜ୍ ତିଆରି କରନ୍ତି, ଏବଂ ସେ ବିଭିନ୍ନ ପ୍ରକାର ରୋଗ ଭିତରୁ ଗୋଟିଏ କ୍ୟାନ୍ସର। କିନ୍ତୁ ଏଇଟା ଆମେ କହିପାରିବା ଯେ ବର୍ତ୍ତମାନ ଆମର ଥଟ୍ ପ୍ରୋସେସ୍, ଆମ ଚିନ୍ତାଧାରାଟାକୁ ମୁଁ ସବୁବେଳେ ବହୁତ ଗୁରୁତ୍ୱ ଦିଏ, କାରଣ ସେଇଟା ହିଁ ଆପଣଙ୍କ ବଡ଼ିକି ତିଆରି କରେ। ଆପଣ ଦେଖିବେ ଜଣେ ଲୋକ ଭିତରେ ଯଦି ଆପଣ ଫିଲ୍ କରିପାରିବେ, ଯଦି ସେନ୍ସିଟିଭ୍ ଥିବେ, ତାହେଲେ ଜଣ ଜଣଙ୍କ ପାଖରେ ବସିଲେ ଆପଣଙ୍କୁ ବହୁତ ଶାନ୍ତ ଲାଗିବ, ବହୁତ ଭଲ ଲାଗେ, ପଜିଟିଭ୍ ଫିଲ୍ ହେବ। କିନ୍ତୁ ଜଣ ଜଣଙ୍କ ପାଖରେ ବସିଲେ ଆପଣଙ୍କୁ ବହୁତ ଇରିଟେଟ୍ ଲାଗିବ, ନେଗେଟିଭ୍ ଫିଲ୍ ହେବ। ଜଣ ଜଣଙ୍କ ଫେସ୍ ଦେଖିବାକୁ ଭାରି ସୁନ୍ଦର ଲାଗେ। ମୁଁ ବିୟୁଟି ଆଙ୍ଗେଲରେ କହୁନି, ତାକୁ ଫିଲ୍ କରିବାକୁ ପଡ଼ିବ। ତ ଚିନ୍ତାଟା ହେଉଛି ବେଶୀ ଇମ୍ପୋର୍ଟାଣ୍ଟ। ଆମର ଚିନ୍ତା, ଆମର ଏଇ ଯେଉଁ କମ୍ପିଟିସନ୍ ଲାଇଫ୍, ଆମର ଖାଦ୍ୟ, ଆମ ପ୍ରଦୂଷିତ ଜଳବାୟୁ, ଏଗୁଡ଼ା ସବୁବେଳେ ବହୁତ ଭାଇଟାଲ୍ ରୋଲ୍। ଯେକୌଣସି ରୋଗ ତିଆରି କରିପାରେ, ସେଥିରୁ କ୍ୟାନ୍ସର ଗୋଟିଏ। ଏବଂ ଆମେ ହୋମିଓପାଥିରେ ଆମେ ରିସର୍ଚ୍ଚ କରିକି ଆମେ ଏମିତି କିଛି ମେଡ଼ିସିନ୍ ତିଆରି କରିଛୁ ଯେଉଁଟାକି କ'ଣ କରୁଛି ନା ବଡ଼ିର ଇମ୍ୟୁନିଟି ସିଷ୍ଟମ୍କୁ ଆହୁରି ଷ୍ଟ୍ରେନ୍ଥେନ୍ କରିଦେଉଛି, ଆକ୍ଟିଭ୍ କରିଦେଉଛି, ମାଇଣ୍ଡ କି ଷ୍ଟ୍ରଙ୍ଗ बनाଉଛି, ଆକ୍ଟିଭ୍ କରୁଛି। କାରଣ ମୁଁ ଦେଖିଛି ବହୁତ ସାରା କେସ୍ ଯେଉଁମାନେ ଟିକେ ଥାଆନ୍ତି ୱିକ୍ ମାଇଣ୍ଡେଡ଼୍ ଲୋକ, ସେମାନଙ୍କର ରୋଗ ଭଲ ହେବା କଷ୍ଟ ହୋଇପଡ଼େ, ଆଉ ଏ ପର୍ଟିକୁଲାରଲି କ୍ୟାନ୍ସର କେସ୍ରେ ଟିକେ ସର୍ଭାଇଭ୍ କରିବା ବି କଷ୍ଟ ହୋଇପଡ଼େ। ବାରମ୍ବାର ସେମାନଙ୍କୁ ମେଡ଼ିକାଲ ଦୌଡ଼ିବାକୁ ପଡ଼େ। କିନ୍ତୁ ଯେଉଁମାନେ ଭେରି ଷ୍ଟ୍ରଙ୍ଗ ମେଣ୍ଟାଲିଟିର, ସେମାନଙ୍କର ବହୁତ ଶୀଘ୍ର ସେମାନେ ଡେଭଲପ୍ କରିଯାଆନ୍ତି, ଇମ୍ପ୍ରୁଭ୍ ହୋଇଯାଏ ସେମାନଙ୍କର। ସେଇ ଆଙ୍ଗେଲରୁ ଆମେ ଯେଉଁ ମେଡ଼ିସିନ୍ ତିଆରି କରୁଛୁ ତାହା ବହୁତ ଇଫେକ୍ଟିଭ୍ ହେଉଛି।